ଭଙ୍ଗା ଘରର ଅଗଣା, ସେଇ ଅଗଣାରେ ସ୍କୁଲ ଫ୍ରକ୍ଟି ଗଳାଇ ମୁହଁ ପୋତି ବସିଛି କୁନି ଝିଅଟିଏ। ବୟସ ମାତ୍ର 7 ବର୍ଷ। ଡାକିଲେ ମଥା ଟେକି ଚାହୁଁଛି, ଗାଲରେ ହାତ ଦେଇ ବସୁଛି। 7 ବୁଢ଼ୀଟିଏ ପରି ମାଟିରେ ଟିପ ରଖି କ'ଣ କ'ଣ ସବୁ ଭାବୁଛି। ସେ ଉଡ଼ିଯିବାକୁ ଚାହୁଁଛି ମୁକ୍ତ ଆକାଶରେ। ସେ ଧାଇଁ ଯିବାକୁ ଚାହୁଁଛି ଦୂର ଦିଗ୍ବଳୟର ଇପ୍ସିତ ମୋହରେ। ହେଲେ ସେ କୋଉ ପାରୁଛି। ତାକୁ ଅଟକାଉଛି ତା ଗୋଡ଼ର ବେଡ଼ି। ତା କୁଆଁରୀ ପାଦରେ ବାପା ମା ପାଉଁଜି ତ ବାନ୍ଧି ଦେଇଛନ୍ତି, କିନ୍ତୁ ତା ସହ ସେଇ ପାଦରେ ବି ଭିଡ଼ି ଦେଇଛନ୍ତି ଶକ୍ତ କରି ଦଉଡ଼ି। କାରଣ ଏ କୁନି ଝିଅଟି ମାନସିକ ଭାବେ ଦିବ୍ୟାଙ୍ଗ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଧୋଡ୍ରାସିମୁଡ଼ା ଗାଁର ଦେଉଜୀ ଗଣ୍ଡଙ୍କ ଝିଅ ମୁକେଶ୍ୱରୀ ଗଣ୍ଡ। ଭଗବାନ ତାକୁ ଏ ପୃଥିବୀକୁ ଆଣିଥିଲେ, ଜନ୍ମ ଦେଇଥିଲେ। ହେଲେ କାହିଁକି କେଜାଣି ଛୁଆଟି ବେଳୁ ଏତେ ଦଣ୍ଡ ଦେଲେ। ନହେଲେ କ'ଣ ମାତ୍ର 2 ବର୍ଷ ତଳୁ ସିଏ ଏମିତି ବନ୍ଧା ହୋଇ ରହୁଥାନ୍ତା। ମୁକେଶ୍ୱରଙ୍କୁ 2 ବର୍ଷ ବୟସ ହେବା ପରେ ଜଣାପଡ଼ିଥିଲା ଯେ ସିଏ ମାନସିକ ଭାବେ ଦିବ୍ୟାଙ୍ଗ।